ଅନେକ ଧର୍ମ ଯାହାକୁ ଯୋଉଠି ଭଲ ଲାଗିଲା ସେ ସେଇଠିକି ଗଲା। ଆମର ପୁରା ଉଚ୍ଚ ନିଚ ଚିନ୍ତାଧାରା ଏପର୍ଯ୍ୟନ୍ତ ଯାଇନି, ଜାତୀୟ ଭାବ ଏପର୍ଯ୍ୟନ୍ତ ଯାଇନି। ପ୍ରେଜ୍ ଲର୍ଡ ସମସ୍ତଙ୍କୁ। ତ ଭାଇମାନେ ଏମିତି କହିଛନ୍ତି ଯେ ଜଣେ ସନାତନୀ ହିନ୍ଦୁ ଆଉ ଏମିତି ଲୋକକୁ ପ୍ରକୃତରେ ସନାତନୀ ହିନ୍ଦୁ ବୋଲି କୁହାଯାଏ। ଆଉ ଟପି ମିଶ୍ରକୁ ସୋସାଇଟି ଟକ୍କୁ ଉଚିତ ଜବାବ ଆଉ ସେଇ ଜବାବ ଏମାନେ ଶୁଣିବା ଦରକାର। ଯେଉଁ ଟପି ମିଶ୍ର ଆଉ ସୋସାଇଟି ଟକ୍ ଯାହାକି ସୋସିଆଲ ମିଡ଼ିଆରେ ନ୍ୟୁଜ୍ରେ ବାଇଟ୍ ଦେଉଛନ୍ତି ବକ ବକ, କିଛି ଜଣେ ନାହିଁ, ଧର୍ମର କନସେପ୍ଟ ନାହିଁ, ଧର୍ମର ପ୍ରକୃତ ବିଷୟ କ'ଣ ଜାଣିନାହାନ୍ତି ଆଉ ସେମାନେ ଆସିକି ବାଇଟ୍ ଦେଉଛନ୍ତି। ଦେଖନ୍ତୁ ଏଇ ଭିଡ଼ିଓକୁ ସେମାନେ ନିଶ୍ଚୟ ଦେଖିବା ଦରକାର। ମୋ ଭିଡ଼ିଓ ନହେଲେ ମଧ୍ୟ ସେମାନେ ଶଙ୍କର ମାଡ଼ର ଭାଇର ଭିଡ଼ିଓ ଦେଖନ୍ତୁ ଯେ ଜାଣିପାରିବେ ସେମାନେ ଫିଲ୍ମଟା କାହିଁକି ବନେଇଛନ୍ତି, କେମିତି ଧର୍ମ ସନାତନ ଧର୍ମ କେମିତି ସବୁ ବିଷୟ ଜାଣିପାରିବେ ସେଇ ଭିଡ଼ିଓ ଦେଖିବା ଦ୍ୱାରା। ଆଉ ଏଇ ଭିଡ଼ିଓ ଦେଖନ୍ତୁ ମୋ ଚ୍ୟାନେଲରେ ଅପଲୋଡ଼ କରିଛି, ଆଉ ଏଇ ଭିଡ଼ିଓ ଦେଖନ୍ତୁ ଶେଷ ପର୍ଯ୍ୟନ୍ତ। ଆଉ ଡୁପ୍ଲିକେଟ୍ ହିନ୍ଦୁମାନଙ୍କୁ ଗୋଟେ ଅରିଜିନାଲ ହିନ୍ଦୁ ପୁରା ଏକ୍ସପୋଜ କରିଅଛି। ଡୁପ୍ଲିକେଟ୍ ହିନ୍ଦୁ କହିଲେ ଓଡ଼ିଶାରେ ଫାଷ୍ଟ ଆସୁଅଛନ୍ତି ଯେ ଏଇ ବର୍ତ୍ତମାନ ସମୟରେ ଟପି ମିଶ୍ର ଆଉ ସୋସାଇଟି ଟକ୍ ସେମାନେ ଅରିଜିନାଲ ହିନ୍ଦୁ ନୁହନ୍ତି, ସେମାନେ ଡୁପ୍ଲିକେଟ୍ ହିନ୍ଦୁମାନେ ଭୋଟ୍ ନାଁରେ ଆଉ ଲୋକମାନଙ୍କୁ କେମିତି କେମିତି କରୁଛନ୍ତି ଭୋଟିଂ ପାଇଁ, ବିଜେପି ଭୋଟିଂ ପାଇଁ ସୋସାଇଟି ଟକ୍ ଆଉ ଏ ମଧ୍ୟ ଟପି ମିଶ୍ର ମଧ୍ୟ ଭୋଟିଂ ପାଇଁ ଏମିତି ହେଉଛନ୍ତି। ଆଉ ଏମାନେ ସମ୍ପୂର୍ଣ୍ଣ ଭାବରେ ଧର୍ମକୁ ନେଇକି ଫେମସ୍ ହେବା ପାଇଁ ଜଣଜାତି ଓଡ଼ିଶାରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଏପରି କହୁଛନ୍ତି। ଆଉ ସେମିତି ଲୋକମାନଙ୍କୁ ଉଚିତ ଜବାବ ଦେଇଛନ୍ତି ଜଣେ ସନାତନୀ ହିନ୍ଦୁ ଆଉ ଭାଇ। ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖ, ଅନ୍ଧଭକ୍ତମାନେ ନିହାତି ଭାବରେ ଏଇ ହାର୍ଟରେ ଏଇ ହୃଦୟରେ ଟଚ୍ ହେବ। ଅରିଜିନାଲ ହିନ୍ଦୁ ହେବା ପାଇଁ ନିହାତି ଭାବରେ ଏଇ ଭିଡ଼ିଓଟା କାମରେ ଲାଗିବ। ନିହାତି ଦେଖ ଶେଷ ପର୍ଯ୍ୟନ୍ତ। ଆଉ ଆପଣଙ୍କ କମେଣ୍ଟ ରାୟ କ'ଣ ନିଶ୍ଚୟ କମେଣ୍ଟ ବକ୍ସରେ ଜଣାନ୍ତୁ। ରହିଲି, ଦେଖନ୍ତୁ ସେ ଭିଡ଼ିଓ। ଚିନ୍ତାଧାରାରେ ଯାଇଥିଲୁ ସେ ଗାଁ ଦେଇକି ଯେତେବେଳେ ଆମେ ଗଲୁ ଗୋଟାଏ ଘର ଆମେ ମାନେ ମନ୍ଦିରଟେ ଆମେ ଦେଖିବାକୁ ପାଇଲୁନି, ଗୋଟାଏ ତୁଳସୀ ଚଉରାଟେ ଆମେ ଦେଖିବାକୁ ପାଇଲୁନି। ସେ ସବୁ ଯାକ ଖ୍ରୀଷ୍ଟିଆନ ହେଇଯାଇଛି ଚର୍ଚ୍ଚ ଦେଖି। ତାପରେ ସେଠୁ ପଚାରିଲି ସେ ଲୋକଙ୍କୁ କ'ଣ ହାଲ, କାହିଁକି ଏଇଗୁଡ଼ା ତ ସବୁ ହିନ୍ଦୁ ଥିଲା, ମାନେ ଏମାନେ ତ ସବୁ ହିନ୍ଦୁ ଥିଲେ, ରାଉରକେଲା ସୁନ୍ଦରଗଡ଼ ଯୋଉଟା କୁହନ୍ତି ସେଠି ଆଉ କ'ଣ, ଆଉ ସେଠି କୋଉ ଧର୍ମ, ଆମେ ସବୁ ଖ୍ରୀଷ୍ଟିଆନ କାହିଁକି ହେଲା? ତ ସେମାନଙ୍କର ଆନ୍ସର ଏଇଆ ଥିଲା ଯେ ଆମେ ହିନ୍ଦୁ ଧର୍ମରେ କୁକୁର ଭଳିଆ ଥିଲେ। କହିଲେ କୁକୁର ଭଳିଆ ମାନେ ଆମେ ମନ୍ଦିରକୁ ଆମକୁ ଏଲାଉ ନାହିଁ, ଆମେ ମନ୍ଦିରକୁ ଯାଇପାରିବୁନି, ଠାକୁରଙ୍କୁ ପୂଜା କରିପାରିବୁ, ଆମକୁ ଭୋଗ ଫୋପଡ଼ା ଯିବ, ଆମେ ବସିକି ଉଠିଗଲେ ଗୋବର ପାଣି ପକାଯିବ, ଛୁଆଁ ଛୁଆଁ ଭେଦଭାବ ହବ, ଏ ଛୋଟ ଜାତି କହିକିରି ଆମକୁ ଅପମାନିତ କରାଯିବ। ଆମେ କୁକୁର ଭଳିଆ କାହିଁ ପଡ଼ିକି ରହିବୁ? ତେଣୁ ଆମକୁ ଯୋଉଠି ଭଲ ଲାଗିଲା, ଆମକୁ ଯୋଉଠି ସୁବିଧା ଲାଗିଲା ଆମେ ସେଠିକି ଗଲୁ। ଆପଣମାନେ ଏଇ ଭିଡ଼ିଓ ଦେଖିକି କହୁଥିବେ ଯେ କାହିଁ ଆମ ଏରିଆରେ ତ ସେମିତି ହଉନି, ତମ ଏରିଆରେ ଓଡ଼ିଶାଟା ସରିଯାଇନି। ମୁଁ ଟୋଟାଲ ଓଡ଼ିଶାର କଥାଟା କହୁଛି। ତାହେଲେ ସେମାନଙ୍କର ମନ୍ତବ୍ୟ ଯାହା, ମୁଁ ତାପରେ କାଉଣ୍ଟର କଲି। ମୁଁ କହିଲି ତମେ ଖ୍ରୀଷ୍ଟିଆନ ହେଇଗଲେ ତମକୁ ପଇସା ମିଳିବ, ଯାହା ଶୁଣା ହଉଛି ତମକୁ ପଇସା ମିଳେ, ଯୋଉଥିପାଇଁ ତମେ ଖ୍ରୀଷ୍ଟିଆନ ହଉଛ। ସେଠୁ କହିଲେ ପଇସା ଯଦି ମିଳିଥାନ୍ତା ଆମ ଘର ତ ସବୁ ବିଲ୍ଡିଂ ହେଇଥାନ୍ତା, ଆମେ ଆଜବେଷ୍ଟ ଘର ଟିଣ ଘରେ ରହୁଛୁ, ମାଟି ଘରେ ରହିଛୁ, ଖଟୁଛୁ ଖାଉଛୁ, କିନ୍ତୁ ସମ୍ମାନର ସହିତ ବଞ୍ଚିଛୁ, ସେଇଥିପାଇଁ ଆମେ ଖ୍ରୀଷ୍ଟିଆନ ହେଇଛୁ। ହିନ୍ଦୁ ଧର୍ମକୁ କାହିଁକି ଆମେ ଯିବୁ? ଆମକୁ କାହିଁ କୁକୁର ମାଙ୍କଡ଼ ଭଳିଆ ବ୍ୟବହାର କରିବୁ? କାହାର କୁକୁର ମାଙ୍କଡ଼ ଭଳିଆ ବ୍ୟବହାର କରିବା ପାଇଁ କ'ଣ ଆମେ ଜନ୍ମ ହେଇଛୁ କି? କ'ଣ ଆଉ ଏମିତି ସୁବିଧା ଆମକୁ ଆଉ ଦେଇଛନ୍ତି ଯେ ହିନ୍ଦୁ ଧର୍ମର ଥିଲା ସମୟରେ? କିଛି ନାହିଁ। ତାପରେ ଆମେ ଆମର ବଣଭୋଜିରେ ଲାଗିଗଲୁ, ଆଉ ତାକୁ ଗୁରୁତ୍ୱ ଦେଲୁ। କିନ୍ତୁ ବର୍ତ୍ତମାନ ରିଏଲିଟି ସେ ଯାହା କହୁଛନ୍ତି, ଅନେକ ନିଜ ସ୍ୱାର୍ଥ ପାଇଁ ମଧ୍ୟ ଖ୍ରୀଷ୍ଟିଆନ ହଉଛନ୍ତି। ମୁଁ ଏ କଥାଟାକୁ ଫାଙ୍କି ଦଉ ମାନୁଛି। ଅତୀତରେ ଉତ୍କଳ ଗୌରବ ମଧୁସୂଦନ ଦାସ ସେ ମଧ୍ୟ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ ବ୍ୟକ୍ତିଗତ ରିଜନ ପାଇଁ। ଅନେକ ଧର୍ମ ଯାହାକୁ ଯୋଉଠି ଭଲ ଲାଗିଲା ସେ ସେଇଠିକି ଗଲା। କିନ୍ତୁ ଜଣେ ସନାତନୀ ବା ସନାତନ ଧର୍ମ ପ୍ରତି ଆକର୍ଷିତ କେତେବେଳେ ହବ? ଯେତେବେଳେ ସନାତନ ଧର୍ମର ସଂସ୍କାର ଦେଖେ, ସନାତନ ଧର୍ମରେ ସିଏ ନିଜକୁ ସୁରକ୍ଷିତ ମନେ କରିବ, ନିଜକୁ ସମ୍ମାନର ସହିତ ବଞ୍ଚିବ। ଯେତେବେଳେ ସେ ସୁବିଧାଟା ପାଇବ ସେତେବେଳେ ସେ ସନାତନୀକୁ ତାକୁ କହିବାକୁ ପଡ଼ିବନି, ସେ ଅଟୋମେଟିକ୍ ଆସିବ। ଆମର ପୁରା ଉଚ୍ଚ ନିଚ ଚିନ୍ତାଧାରା ଏପର୍ଯ୍ୟନ୍ତ ଯାଇନି, ଜାତୀୟ ଭାବ ଏପର୍ଯ୍ୟନ୍ତ ଯାଇନି। ସନାତନ ଧର୍ମଟା କେବଳ ଉଚ୍ଚ ଜାତିର ଏକ ଧର୍ମ, ସେଠି ନିମ୍ନ ଜାତିର କୌଣସି ସ୍ଥାନ ହିଁ ନାହିଁ। ଯୋଉମାନେ ଅଛନ୍ତି ସେମାନେ ଡୋମିନେଟ୍ ହେଇକି ଅଛନ୍ତି। ମତେ ଗୋଟେ କଥା କୁହନ୍ତୁ, ସେଇ କନସେପ୍ଟକୁ ମୁଁ ଆସୁଛି। ଯୋଉମାନେ ହିନ୍ଦୁ ଧର୍ମରେ ଅଛନ୍ତି ତାଙ୍କର ଯୋଉ ପିଲାମାନଙ୍କୁ
कौन फैसिलिटीज दिया जाइछि बजार रो दरदाम बढ़िला एमएलए मानकर एमपी मानकर दरमा बढ़े दिया गला साधारण लोकटा आसी हिंदू घर पिलाटा पाइला आदानी पुणी हिंदू धर्म रो नुहे जैन धर्म चिंता कर तमे पताका धरिल डीजे आगे डेल सब एक्टिविटीज कल गदा फता धरिक आसिक आंदोलन कल आदानी हिंदू नुहत जैन आसिक धामरा पोर्ट नेले एपटे गोपालपुर पोर्ट नेले केतेटा हिंदू पिला केतेटा ओडिया पिला को चाकरी दे कौन व्यवस्था करा नथिंग तमे कहूना मु तो एई प्रोग्राम माध्यम रे मु तो एई क्वेश्चन टी भाई प्रश्न टी उत्थापन करूची जे विगत 10 वर्ष भीतर तुम हिंदू कौन कर गोटे काम हम राम मंदिर कर राम मंदिर करने जो गाँव में जो हिंदू पिलाटा अच्छी सी कौन उपकृत है राम मंदिर करने जो अयोध्या अंचल से राम मंदिर एरिया हिंदू पिला ना बेपारटे कला कि कौनटे कला करके तार गुजरात मेटेला जेहेतु पर्यटक से जाऊँच तार दी पैसा रोजगार है गाँव लोकटा गाँव जो हिंदू पिलाटा अच्छी सी कौन कला सी कौन पाइला कौन पाइला से कौटी व्यवस्था कौन करदेला गोटे ब्राह्मण पिलाटे कि गोटे खंडायत पिलाटे कि गोटे करण पिलाटे जो मैंने सनातन को बंचेकी रखी से सनातन धर्म के छाड़े से कौन कर कौन 10 वर्ष भर गोटाए कम कुह बेसी न गोटाए कम जी अच्छा हिंदू धर्म किसी व्यवस्था ना जी आसवे आस आम धर्म को पलि आस कौन टा कर कौन सुविधा तुम कौन व्यवस्था कर खाली आसबि कौन व्यवस्था कर मत कह ये व्यवस्था कराई तुम आसले सुविधा आस कि ना ये सब जिनस फिल्म जो कर पूरा कनसेप्ट क्लीयर कर लोक पाखे प्रश्न पचारे प्रश्न ही थी खाली एमती अनाधुनिया फिल्म करदेव चपली पिठार बिंद गणिला भाया केतरा कणा गणिला भाया फिल्म अनेक प्रश्न तैयारी कर अन्य धर्म लोक हिंदू धर्म को आसवे ठीक कथा भल कथा आम फाकुनु आम विरोध करूँ कि आसिक कौन पाइबे हिंदू धर्म जो मैंने अच्छा से मिलू कौन सुविधाटा मिलू चाहे हिंदू मुसलमान कनसेप्ट जोटा गोदी मीडिया प्रत्येक दिन जो विष ढालू तुम से माने उलझिकी रुह जहाँ जो से बड़ बड़ चोरी करने सुविधा है संसार गोटे कथा मन रखी था चोर मचाए शोर जोर जोर जी जय श्रीराम कि ईश्वर ना नहीं चिल्लाऊँ भितर कि ना कि गोटे घोटाला से करके बस से निज दोष को ढांकीवाई से धर्मर आश्रय खोजी जोटा बर्तमान बीजेपी कर सनातन धर्मर प्रतिष्ठाता होती जगतगुरु शंकराचार्य तुम शंकराचार्य को मुस्लिम कह चिंता कर कहीं कहल कारण से जो यूपी जो प्रयागराज जो दला चकटा है से दला चकटार मोदी को आउ जोगी को टार्गेट कले प्रश्न पचारे केमी केमी तुम तथ्य सन्यासी केमी तथ्य लुचाऊ मिछ कहीं कौच जो अंधभक्त मुस्लिम बोली कही सारे सनातन धर्मर प्रतिष्ठाता मुस्लिम कौच तार तुम कौ धर्म केवल पाखंडी जोटा कहते धर्मर कनसेप्ट ही तुम पाखे ना जाच कौन सनातन इतिहास विषय आइडियाज अच्छी कि सनातन के स्टार्ट होता कौ परिस्थिति स्टार्ट होता कहीं स्टार्ट होता से आइडिया ना वेद वेदांत उपनिषद से तो किसी जान ना जय श्रीराम अर्थ कही पार ग्यारंटी दूसरी पाखंडवाद को आग को बढ़ाई ये प्रकार कनसेप्ट मझे थोड़े इमरजेंसी नहीं आइला कि कंगना रनआउट फ्लप होगा मिछ कनसेप्ट बेसी दिन चलो दृष्टि पार इंडियन मार्केट सुपर फ्लप पूरा कनसेप्ट नब जड़े अन्य धर्म ए धर्म को आसो माने कौन पाई आस व्हाट इज द रीजन कौन से बेनिफिट पाइब आसवा द्वारा यहाँ जब क्लीयर ना फिल्म अनेक प्रश्न तैयारी कर अनेक प्रश्न सृष्टि कर जो मैंने बुलुच जो लंड भंड हो पचार तुम जो नेता जो सब अच्छा बड़ बड़ पोस्ट रे से पिला तुम सहित साथ होके आसिक झंडा धरवा कि नारा पकेवा गदा धरिकी आसिक राजरास्ता सुरक्षा मांगवा सब करवा सब कर भूल कथा अमित शाह पु बीसीसीआई सेक्रेटरी कौ नेता पु गोटे फरेन पाठ पढ़ुच्छे बीजेपी नेता टॉप ब्रांड बीजेपी नेता तो पिला आसती नहीं सब जिन अनेकांश को भी इंडिया पसंद नुह
ଫରେନ୍ରେ ରହିକି ପାଠ ପଢୁଛନ୍ତି, ସେମାନେ ତାଙ୍କର ଭବିଷ୍ୟତ ତିଆରି କରୁଛନ୍ତି। ଆଉ ତମେ ସାଧାରଣ ଘରର ପିଲା, ଗରିବ ଘରର ପିଲା, ଯୋଉ ଗରିବ ହିନ୍ଦୁଟିର ପିଲା, ସିଏ ଯାଇକିରି ପତାକା ଧରିକି ତେଣୁ ମୁଁ ଧର୍ମ ରକ୍ଷକ ବାଡ଼ି ଖଣ୍ଡେ ଧରିକି ବାହାରି ଯାଉଛି ମଇଦାନକୁ। କିନ୍ତୁ ଘରେ ଦେଖିଲା ବେଳକୁ ଚୁଲି ଜଳୁନି, ଚୁଲି ଜଳିବାକୁ ପଇସା ନାହିଁ। 10 ବର୍ଷ ଭିତରେ ତମେ ହିନ୍ଦୁଙ୍କ ପାଇଁ କିଛି କରିନ, କିଛି ବି କରିନ। ହିନ୍ଦୁର ପିଲାଟେ କେମିତି ବଞ୍ଚିବ ସମାଜରେ ଇଜ୍ଜତର ସହିତ, ତା ପାଇଁ କୌଣସି ବ୍ୟବସ୍ଥା କରିନ। ଆଉ ଯୋଉମାନେ ଅନ୍ୟ ଧର୍ମର ଅଛନ୍ତି ସେମାନଙ୍କୁ ଡାକିକି ଆଣିକି କହୁଛ ଆସ ଆମ ଧର୍ମକୁ। ତେଣୁ ଜଗତେ କେବଳ ଜଣେ ହସିବେ, ୟାଠୁ ଆଉ ଦୁର୍ଭାଗ୍ୟ ଆମର ଆଉ କିଛି